ପିଏମ୍ଶ୍ରୀ ଯୋଜନା ଅଧୀନରେ ରାଜ୍ୟରେ ଥିବା 65ଟି ପ୍ରାଥମିକ ବିଦ୍ୟାଳୟ ଉତ୍କର୍ଷ କେନ୍ଦ୍ରରେ ପରିଣତ ହେବ। ନିପୁଣ ଓଡ଼ିଶା ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଆହରଣକୁ ପ୍ରୋତ୍ସାହିତ କରିବା ପାଇଁ ସ୍ୱତନ୍ତ୍ର ଯୋଜନା। ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ସୁନିଶ୍ଚିତ ହେବ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଗୁଣାତ୍ମକ ଶିକ୍ଷା। ଏହି ପରିପ୍ରେକ୍ଷୀରେ ଆମର କଟକ ଜିଲ୍ଲାର ବିଜୁ ପଟ୍ଟନାୟକ ସାରଳା ଭବନ ନିକଟରେ ଏକ ବିକାଶ ମେଳା ସମଗ୍ର ଶିକ୍ଷାର ଏକ ଷ୍ଟଲ୍ ଆମର ଅନୁଷ୍ଠିତ ହୋଇଥିଲା। ଏଥିରେ ଆମ ବିଦ୍ୟାଳୟରେ ହେଉଥିବା ସମସ୍ତ ପ୍ରକାର କାର୍ଯ୍ୟକ୍ରମ ଯେପରି ନିପୁଣ ଓଡ଼ିଶା ମୌଳିକ ସାକ୍ଷରତା ସଂଖ୍ୟାଜ୍ଞାନ ସ୍ୱଚ୍ଛତା ପକ୍ଷ ପାଳନ 2024 ବାଧିତ ଶିକ୍ଷାର୍ଥୀମାନଙ୍କୁ ଲାପଟପ୍ ବ୍ୟବହାର ନିମନ୍ତେ ତାଲିମ ଶିବିର 2024 ଶିକ୍ଷା ସପ୍ତାହ ପାଳନ 2024 ଜିଲ୍ଲାସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ 2024 ହେଲେନ୍ ମୌଳିକ ସାକ୍ଷରତା ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମ ଜାତୀୟ ଶିକ୍ଷାନୀତି 2020 ମୌଳିକ ସାକ୍ଷରତା ସଂଖ୍ୟାଜ୍ଞାନ FLNକୁ ଶିକ୍ଷାର ଏକ ଜରୁରୀ ତଥା ଆବଶ୍ୟକୀୟ ସର୍ତ୍ତ ଭାବରେ ସ୍ୱୀକୃତି ଦେଇଛି। ମୌଳିକ ସାକ୍ଷରତା ସଂଖ୍ୟାଜ୍ଞାନ FLN କାହିଁକି ଗୁରୁତ୍ୱପୂର୍ଣ୍ଣ? ତୃତୀୟ ଶ୍ରେଣୀ ସମାପ୍ତି ସୁଦ୍ଧା ଯେଉଁ ପିଲାମାନେ ମୌଳିକ ପଠନ ଏବଂ ଗଣିତ ଶିଖିପାରି ନାହାନ୍ତି ସେମାନଙ୍କ ପାଇଁ ପରବର୍ତ୍ତୀ ଶ୍ରେଣୀରେ ଥିବା ଧାରଣାଗୁଡ଼ିକ ଶିଖିବା କଷ୍ଟକର ହୋଇଥାଏ। ପିଲାମାନଙ୍କ ପାଇଁ ତୃତୀୟ ଶ୍ରେଣୀଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଶ୍ରେଣୀ ବେଳକୁ ଯଦି ପିଲାମାନେ ପଢ଼ିବା ଶିଖିଥିବେ ତେବେ ପରବର୍ତ୍ତୀ ଶ୍ରେଣୀଗୁଡ଼ିକରେ ସେମାନେ ଶିଖିବା ପାଇଁ ପଢ଼ିପାରିବେ। ତୃତୀୟ ଶ୍ରେଣୀର ପ୍ରତ୍ୟେକ ପିଲା 2026-27 ସୁଦ୍ଧା ମୌଳିକ ସାକ୍ଷରତା ସଂଖ୍ୟାଜ୍ଞାନର ଲକ୍ଷ୍ୟ ହାସଲ କରିବେ। ଏଥିପାଇଁ 4ଟି ଦକ୍ଷତା ଉପରେ ଗୁରୁତ୍ୱ ଦିଆଯାଇଛି। ବୁଝିକରି ପଢ଼ିପାରିବେ, ଲେଖିପାରିବେ, ସାଧାରଣ ଗଣିତ କରିପାରିବେ, ମୌଳିକ ଜୀବନ କୌଶଳ ହାସଲ କରିପାରିବେ। ମୌଳିକ ସାକ୍ଷରତା ମୌଳିକ ଭାଷାର ବିକାଶ, ଅକ୍ଷର ଚିହ୍ନି ଚିହ୍ନି ପଢ଼ିବା, ନ ଅଟକି ପଢ଼ିବା, ପଢ଼ିବା ସହ ବୁଝିବା, ଲିଖନ ମୌଳିକ ସାକ୍ଷରତାରେ ଶିଖିବେ। ମୌଳିକ ସଂଖ୍ୟାଜ୍ଞାନରେ ପ୍ରାକ୍ ସଂଖ୍ୟା ଧାରଣା, ସଂଖ୍ୟା ଓ ଗାଣିତିକ ପ୍ରକ୍ରିୟା, ଆକୃତି ଜ୍ୟାମିତିକ ଧାରଣାକୁ ବୁଝିବା, ଉତ୍ତର ମାପ କରିବା, ତଥ୍ୟ ପରିଚାଳନା ଓ ସଂରଚନା ଶିଖିବା ଗୁରୁତ୍ୱ ଦିଆଯାଇଛି। ବୁଝିକରି ପଢ଼ିପାରିବେ, ଲେଖିପାରିବେ, ସାଧାରଣ ଗଣିତ କରିପାରିବେ, ମୌଳିକ ଜୀବନ କୌଶଳ ହାସଲ କରିପାରିବେ। ଓଡ଼ିଶାରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମର ଏହିସବୁ ଲକ୍ଷ୍ୟ ରହୁଛି। ଧନ୍ୟବାଦ, ନମସ୍କାର। ଦେଖନ୍ତୁ ଆମ ବିଦ୍ୟାଳୟରେ ପିଲାମାନଙ୍କ ପାଇଁ ଏହିସବୁ PLM ରଖାଯାଇଛି। ଛୋଟ ଛୋଟ କଣ୍ଢେଇ, ସଂଖ୍ୟା ମାଳି, GK କିଟ୍, ବିଭିନ୍ନ ଫଳର ସେଟ୍, ଟ୍ରାନ୍ସପୋର୍ଟର ସେଟ୍ ଏବଂ ବିଭିନ୍ନ ଖେଳନା, ବଲ୍, ଏରୋପ୍ଲେନ୍ ଖେଳନା, ବିଭିନ୍ନ ପଶୁ ପକ୍ଷୀ ଏସବୁ ଖେଳନା ମାଧ୍ୟମରେ ପିଲାମାନଙ୍କୁ ଆନନ୍ଦମୟ ଶିକ୍ଷା ଦିଆଯାଉଛି। ଧନ୍ୟବାଦ। ଏହି ଚ୍ୟାନେଲକୁ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।